ଶୋଇବା ଏବଂ ଉଠିବା ମାନବ ଶରୀରର ଏକ ପ୍ରକ୍ରିୟା ଏବଂ ଆବଶ୍ୟକତା ମଧ୍ୟ। ଦିନ ସାରା ସମସ୍ତ ପ୍ରକାର କାମ କରିବା ପରେ ପ୍ରତ୍ୟେକ ବ୍ୟକ୍ତି ରାତିରେ ଶାନ୍ତିରେ ଶୋଇବାକୁ ଚାହାନ୍ତି। ରାତିରେ ଶୋଇବା ସମୟରେ ହଠାତ୍ ଉଠିବା ଏକ ସାଧାରଣ କଥା। ଅନେକ ଥର ମାନସିକ ଚାପ ଯୋଗୁଁ ବ୍ୟକ୍ତିର ନିଦ ରାତିର ଯେକୌଣସି ସମୟରେ ଭାଙ୍ଗିଥାଏ। କିନ୍ତୁ ଧାର୍ମିକ ଶାସ୍ତ୍ର ଅନୁଯାୟୀ ବାରମ୍ବାର ନିଦ ଭାଙ୍ଗିବା ଅନେକ ସଂକେତ ଦେଇଥାଏ, ଯାହା ମୁଖ୍ୟତଃ ଆମ ଜୀବନ ସହିତ ସଂଯୋଗ କରି ଦେଖାଯାଏ। ତେବେ ଆସନ୍ତୁ ଜାଣିବା ସେସବୁ ବିଷୟରେ। ଯଦି ପ୍ରତ୍ୟେକ ବ୍ୟକ୍ତି ବିଭିନ୍ନ ସମୟରେ କ୍ରମାଗତ ଭାବରେ ନିଦରୁ ଉଠିଯାଆନ୍ତି, ତେବେ ଏହାର ଅର୍ଥ ମଧ୍ୟ ଭିନ୍ନ ହୋଇଥାଏ। ଏହାକୁ ଏଡ଼ାଇବା ପାଇଁ ଅନେକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଉପାୟ ଦିଆଯାଇଛି। ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି, ଯଦି ଆପଣ ପ୍ରତ୍ୟେକ ରାତି 9ଟାରୁ 11ଟା ମଧ୍ୟରେ ଉଠୁଛନ୍ତି, ତେବେ ଏହା ପଛରେ ମାନସିକ ଚାପ ସୃଷ୍ଟି ହୋଇପାରେ। ଏଥିରୁ ରକ୍ଷା ପାଇବା ପାଇଁ ରାତିରେ ଶୋଇବା ପୂର୍ବରୁ ମୁହଁକୁ ଥଣ୍ଡା ପାଣିରେ ଧୋଇ ଯେକୌଣସି ମନ୍ତ୍ର ଜପ କରନ୍ତୁ ଏବଂ ଶୋଇବାକୁ ଚେଷ୍ଟା କରନ୍ତୁ। ଯଦି ଆପଣ ରାତି 11ଟାରୁ 1ଟାଏ ମଧ୍ୟରେ ହଠାତ୍ ନିଦ ଭାଙ୍ଗିଯାଏ, ତେବେ ଏହା ଅସନ୍ତୋଷର ସଂକେତ ଭାବରେ ବିବେଚନା କରାଯାଏ। ଏହି ପରିସ୍ଥିତିକୁ ଏଡ଼ାଇବା ପାଇଁ ଶୋଇବା ପୂର୍ବରୁ ଆପଣଙ୍କ ମନକୁ ସକାରାତ୍ମକ ଚିନ୍ତାଧାରା ଆଣନ୍ତୁ। ଏକ ସକାରାତ୍ମକ ପୁସ୍ତକ ପଢ଼ନ୍ତୁ କିମ୍ବା ମନକୁ ଶାନ୍ତି ପ୍ରଦାନ କରୁଥିବା ଗୀତ କିମ୍ବା ଭଜନ ଶୁଣି ଶୋଇବା ଉଚିତ। ଯଦି ଆପଣଙ୍କର ନିଦ 12ଟାରୁ 2ଟା ମଧ୍ୟରେ ଭାଙ୍ଗୁଛି, ତେବେ ଏହା ଏକ ସଂକେତ ଯେ ଆପଣଙ୍କ ଚାରିପାଖରେ କିଛି ଅଜ୍ଞାତ ଶକ୍ତି ଉପସ୍ଥିତ ଅଛି, ଯାହା ଆପଣଙ୍କ ଜୀବନର ଉଦ୍ଦେଶ୍ୟ ବିଷୟରେ ଆପଣଙ୍କୁ ଅବଗତ କରାଇବାକୁ ଚାହୁଁଛି। ଏଥିପାଇଁ ଆପଣଙ୍କର ଲକ୍ଷ୍ୟ ହାସଲ କରିବା ଏବଂ ଆପଣଙ୍କର ଜୀବନକୁ ସଫଳ କରିବା ପାଇଁ ଏକ ଉଦ୍ୟମ ଦିଗରେ କାର୍ଯ୍ୟ କରନ୍ତୁ। ବ୍ୟୁରୋ ରିପୋର୍ଟ, STTV ଓଡ଼ିଆ।